କ'ଣ 47,600 ହୋଇଯିବ ବେସିକ୍ ସାଲାରୀ? ବୈଠକରୁ ଜଣାପଡ଼ିବ ଅସଲ କଥା। ଅଷ୍ଟମ ବେତନ ଆୟୋଗକୁ ନେଇ ଆସିଲା ବଡ଼ ଖବର। ଅଷ୍ଟମ ବେତନ କମିଶନକୁ ନେଇ ଏକ ବୈଠକ ବସିବାର ଯୋଜନା ରହିଛି। ଏହି ବୈଠକରେ ଦରମା, ପେନ୍ସନ୍ ଏବଂ ଅନ୍ୟାନ୍ୟ ସେବା ସମ୍ବନ୍ଧୀୟ ବିଷୟଗୁଡ଼ିକ ଉପରେ ଆଲୋଚନା କରାଯିବ। ତେବେ ଚାଲନ୍ତୁ ଆଲୋଚନା କରିବା ଏହି ବୈଠକ କେବେ ଓ କେଉଁଠାରେ ହେବ ଏବଂ ବେସିକ୍ ସାଲାରୀ କେତେ ରହିବ ସେ ବିଷୟରେ ଅଧିକା ଆଲୋଚନା କରିବା। ତେଣୁ ଭିଡ଼ିଓକୁ ଆରମ୍ଭ କରିବା ପୂର୍ବରୁ ଆପଣ ସମସ୍ତଙ୍କୁ ଅନୁରୋଧ, ଯେଉଁମାନେ ଏପର୍ଯ୍ୟନ୍ତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ଆପଣମାନେ ଏବେ ହିଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଆଉ ଏହି ଭିଡ଼ିଓକୁ ବହୁତ ମାତ୍ରାରେ ଲାଇକ୍, ସେୟାର, କମେଣ୍ଟ କରିଦିଅନ୍ତୁ। ତେବେ ଚାଲନ୍ତୁ ଡେରି ନ କରିକି ଆଜିର ଏହି ଭିଡ଼ିଓକୁ ଆରମ୍ଭ କରିବା। ତେବେ ଏହି ବୈଠକ 24 ଏପ୍ରିଲ 2026ରେ ଉତ୍ତରାଖଣ୍ଡର ରାଜଧାନୀ ଡେରାଡୁନରେ ହେବାର ଯୋଜନା କରାଯାଇଛି। ଏହି ବୈଠକରେ ଦରମା, ପେନ୍ସନ୍ ଏବଂ ଚାକିରି ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯିବ। ଅଷ୍ଟମ ବେତନ କମିଶନ 3 ନଭେମ୍ବର 2025ରେ ଏକ ସରକାରୀ ପ୍ରସ୍ତାବ ମାଧ୍ୟମରେ ଗଠିତ ହୋଇଥିଲା ଏବଂ ଏହାର ସୁପାରିଶ ଦାଖଲ କରିବା ପାଇଁ 18 ମାସ ସମୟ ଦିଆଯାଇଛି। 30 ମାର୍ଚ୍ଚ 2026ରେ ଜାରି ହୋଇଥିବା ଏକ ସରକାରୀ ନୋଟିସ୍ ଅନୁଯାୟୀ କମିଶନଙ୍କ ଦଳ ସହିତ ସାକ୍ଷାତ କରିବାକୁ ଚାହୁଁଥିବା ଏହି ସଂଗଠନ କିମ୍ବା ୟୁନିୟନଗୁଡ଼ିକୁ ପୂର୍ବରୁ ଏକ ନିଯୁକ୍ତି ଦେବାକୁ ପଡ଼ିବ। ଆଗ୍ରହୀ ପକ୍ଷମାନଙ୍କୁ 10 ଏପ୍ରିଲ 2026 ସୁଦ୍ଧା ଏହି ୱେବସାଇଟକୁ ଏକ ଇମେଲ୍ ପଠାଇବାକୁ ପଡ଼ିବ। କମିଶନ ଏହା ମଧ୍ୟ କହିଛନ୍ତି ଯେ ବୈଠକରେ ସ୍ଥାନ ଏବଂ ସମୟ ପରବର୍ତ୍ତୀ ସମୟରେ ସମ୍ପୃକ୍ତ ଅଂଶୀଦାରମାନଙ୍କୁ ଜଣାଇ ଦିଆଯିବ। ଏହି ବୈଠକର ଫଳାଫଳ ଲକ୍ଷ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନ୍ସନଭୋଗୀଙ୍କୁ ପ୍ରଭାବିତ କରିବ। କମିଶନଙ୍କ ନିୟମ ଏବଂ ସର୍ତ୍ତାବଳୀ ଅନୁଯାୟୀ ଆସୋସିଏସନ୍, ୟୁନିୟନ, ପେନ୍ସନଭୋଗୀ ସଂଗଠନ, ଅନୁଷ୍ଠାନ ଏବଂ ବ୍ୟକ୍ତି ବିଶେଷଙ୍କୁ ସେମାନଙ୍କର ମତାମତ ଦେବାକୁ କମିଶନ କହିଛନ୍ତି। ଏହି ସର୍ତ୍ତାବଳୀ କମିଶନଙ୍କ ସରକାରୀ ୱେବସାଇଟରେ ଉପଲବ୍ଧ। ପରାମର୍ଶ ଦାଖଲ କରିବାର ଶେଷ ତାରିଖ ହେଉଛି ଏପ୍ରିଲ 30, 2026। ଅଷ୍ଟମ ବେତନ କମିଶନ ପ୍ରଶ୍ନପତ୍ର ଦାଖଲ କରିବାର ଶେଷ ତାରିଖ ଥିଲା 31 ମାର୍ଚ୍ଚ 2026। ଏହି ତାରିଖ ପୂର୍ବରୁ 16 ମାର୍ଚ୍ଚ 2026 ଥିଲା, କିନ୍ତୁ ଏହାକୁ 31 ମାର୍ଚ୍ଚ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ଏହି ପ୍ରଶ୍ନପତ୍ର କର୍ମଚାରୀଙ୍କ ଦରମା, ପେନ୍ସନ୍ ଭତ୍ତା ଏବଂ ଅନ୍ୟାନ୍ୟ ଚାକିରି ସମ୍ବନ୍ଧୀୟ ଦିଗଗୁଡ଼ିକ ଉପରେ ମତାମତ ସଂଗ୍ରହ କରିବା ପାଇଁ ଡିଜାଇନ୍ କରାଯାଇଥିଲା। ଯଦି ଫିଟମେଣ୍ଟ ଫ୍ୟାକ୍ଟର 2.0 ଏବଂ 2.57 ମଧ୍ୟରେ ଥାଏ ତେବେ ଦରମା ଯଥେଷ୍ଟ ବୃଦ୍ଧି ପାଇପାରେ। ଉଦାହରଣ ସ୍ୱରୂପ ଷ୍ଟୋର 1 ଦରମା 18,000ରୁ ପ୍ରାୟ 36,000ରୁ 47,260 ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ। ସେହିପରି ଷ୍ଟୋର 8 ଦରମା 1.22 ଲକ୍ଷ ଅତିକ୍ରମ କରିପାରେ। ଆଶା କରୁଛି ଆପଣମାନଙ୍କୁ ଆଜିର ଏହି ଭିଡ଼ିଓଟି ନିଶ୍ଚିତ ଭାବରେ ଭଲ ଲାଗିଥିବ ଆଉ ଆପଣମାନେ ଭିଡ଼ିଓ ଦେଖି ସବୁକିଛି ବୁଝିଯାଇଥିବେ ଯେ ଅଷ୍ଟମ ବେତନର ନୂଆ ବୈଠକ କେବେ ଓ କେଉଁଠାରେ ହେବ ଆଉ ବେସିକ୍ ସାଲାରୀ କେତେ ରହିବ। ଯଦି ଆପଣମାନଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଥାଏ ଦୟାକରି ଏହି ଭିଡ଼ିଓକୁ ବହୁତ ମାତ୍ରାରେ ଲାଇକ୍, ସେୟାର ଓ କମେଣ୍ଟ କରିଦିଅନ୍ତୁ। ଆଉ ଯେଉଁମାନେ ଏପର୍ଯ୍ୟନ୍ତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ଆପଣମାନଙ୍କୁ ଅନୁରୋଧ, ଆପଣମାନେ ଏବେ ହିଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଆଜି ପାଇଁ ଏତିକି, ପୁଣି ଦେଖା ହେବ ଆଉ ଏକ ନୂଆ ଭିଡ଼ିଓରେ। ସେତେ ପର୍ଯ୍ୟନ୍ତ ମୁଁ ଦୀପୁ ଆପଣମାନଙ୍କଠାରୁ ବିଦାୟ ନେଉଛି। ରହୁଛି, ଧନ୍ୟବାଦ।